ଆପଣ ମାନେ ମୋହନ ସରକାରଙ୍କ ନିଷ୍ପତ୍ତିରେ ଖୁସି ଅଛନ୍ତି କି? ହଁ ଖୁସି। ଆପଣ ପରବର୍ତ୍ତୀ କ'ଣ ଆପଣ ଆନ୍ଦୋଳନ ସମାପ୍ତ ହେଇଯାଇଛି ନା? ହଁ ସମାପ୍ତ ହେଇଛନ୍ତି। ତ ଆମେ କାଲି 10ଟା ରାତିରେ ପୁରା ସମସ୍ତ ଭାଇମାନଙ୍କୁ ଆମେ ରାଜ୍ୟ କମିଟି ବଡ଼ ଭାଇମାନେ ଘୋଷଣା କଲେ ଯେ ନାଇଁ 10ଟା ପରେ 10ଟା ବେଳକୁ ପୁରା ଇଏ ଶୁଣିଲୁ ଆମେ ଯାହାର ପଟେ ସେ ହେଲୁ। କିନ୍ତୁ ଆମେ 4-5 ଦିନ ଆମେ ଏଇଠି ବସିକି ଆମେ ଆନ୍ଦୋଳନ କରିଥିଲୁ। ତ ଆମର ଛତିଶଗଡ଼ ଭାଇମାନେ ଆସିଥିଲେ, ତା ସହିତ ବସ୍ତର ଭାଇମାନେ ଆସିଥିଲେ। ତାଙ୍କର ଯାହା ଅର୍ଥରାଶି ଯାହା ଖର୍ଚ୍ଚ ହେଇଛି ଆମେ କମିଟି ଭାଇମାନେ ମିଶିକି ଆଲୋଚନା ଚଲେଇଛୁ ଏବେ। ଦେବେ ନମସ୍କାର, ଜୟ ଜଗନ୍ନାଥ। ମୋ ପରିଚୟ ନବରଙ୍ଗପୁର ଜିଲ୍ଲା ଅମରକୋଟ ବ୍ଲକ ସଭାଧ୍ୟକ୍ଷରେ କାର୍ଯ୍ୟ କରୁଛି ପରି ବିଶ୍ୱାସ। ଆପଣଙ୍କର ଦାବି ଗୁଡ଼ାକ ଗୁଡ଼ା ପୂରଣ ହେଲା କ'ଣ ସରକାର କ'ଣ ମାନିଛନ୍ତି ଦାବି ଆପଣଙ୍କର? ଆଜ୍ଞା ଧନ୍ୟବାଦ ଦେବି ଆମର ମୋହନ ସରକାରକୁ, କାହିଁକି ନା ଯୋଉ ପ୍ରତିଶ୍ରୁତି ଦେଲେ ଯେ କିଛି ଦିନ ଲାଗିବ ପୂରଣ ହେବା ପାଇଁ, ସାଙ୍ଗେ ସାଙ୍ଗେ ହେବ ନାହିଁ। ଯୋଉ ରାଜ୍ୟ କମିଟିର ଭାଇମାନେ ଯୋଉ ବାର୍ତ୍ତା ଆମକୁ ଦେଲେ ସେଟା ଆମେ ଶୁଣିଲୁ। ଯାହା ହଉ ଧନ୍ୟବାଦ ଆମେ ଜଣାଉଛୁ ସରକାରକୁ। ଯାହା ନିରୀହ ଡ୍ରାଇଭରର କିଛି ଦାବିଟା କିଛି ଦିନ ଭିତରେ ପୂରଣ କରିବୁ ବୋଲି କହିଲେ, ସେଥିପାଇଁ ଆମେ ସବୁ ଡ୍ରାଇଭର ନିରୀହ ଡ୍ରାଇଭର ସମସ୍ତେ ଓଡ଼ିଶା ସରକାରକୁ ଧନ୍ୟବାଦ ଜଣାଉଛୁ। ଆମେ ଖୁସି ଅଛୁ, ଆଉ ଯଦି ଯଥାଶୀଘ୍ର ପୂରଣ ହେବ ବୋଲେ ଆମେ ଆଉ ବେଶୀ ଖୁସି ହେବୁ। ଆପଣଙ୍କର ପ୍ରାୟ ଡ୍ରାଇଭର ଭାଇ ତ ପଳେଇଲେଣି ବୋଧେ, ଆପଣମାନେ କିଛି ଅଛନ୍ତି ଏଠାରେ? ଆମର ଦେଖନ୍ତୁ କାଲି 10ଟାରେ ଆମର ଯେତେବେଳେ ଆମ ରାଜ୍ୟ କମିଟି ଭାଇମାନେ ଅବଗତ କରାଇଲେ ସମସ୍ତେ ଭାଇ ଘରେ ପଳେଇଲୁ। କିନ୍ତୁ ଆଜି ଆମର ଯୋଉ କମିଟିରେ ଆମେ ବସିଥିଲୁ ଆମର କିଛି ଖର୍ଚ୍ଚ ହେଇଥିଲା ଆମର ପଇସା, ଯୋଉ ଡ୍ରାଇଭର ଭାଇମାନେ ଆସିଥିଲେ ରାୟପୁରରୁ ବାହାରରୁ ଯୋଉ ଭାଇମାନେ ସେମାନଙ୍କୁ ଯୋଉ ଆମେ ଖାଇବା ପାଇଁ ଦେଇଥିଲୁ, କିନ୍ତୁ କମିଟିରେ କିଛି ଖର୍ଚ୍ଚ ହିସାବ ଅଛି। ସେଥିପାଇଁ ଆମେ ଭାଇମାନେ ଆମେ ପର୍ସନାଲ ଆମର ୟୁନିୟନ ହିସାବରେ ବସିଲୁ, କେଉଁ ଆନ୍ଦୋଳନ ହିସାବରେ ବସିଲୁ ନାହିଁ। ଏଠି ଆମର ବୈଠକ ଆମେ ଟିକେ ଆଲୋଚନା ହିସାବ କରିବା ପାଇଁ ବସିଲୁ। ଆନ୍ଦୋଳନଟା ଆପଣ ସ୍ଥଗିତ କରିଛନ୍ତି? ସ୍ଥଗିତ କାଲି ରାତିରୁ ଆମେ 10ଟା ପରେ ସ୍ଥଗିତ କରିଦେଲୁ।